ଭଗବାନ ସେଇ ବାୟୁ ସଦୃଶ ଯେମିତି ବାୟୁର ଗୋଟେ ରୂପ ନାହିଁ, ଭଗବାନଙ୍କ ରୂପ ନାହିଁ, ଅରୂପ ବ୍ରହ୍ମଙ୍କୁ ଏକଦମ ବାୟୁ ସହିତ ସେ ତୁଳନା କରିଛି। ତାଙ୍କ ପାଖରେ ମାତ୍ରା ବିଦ୍ୟା ବିଲୋପଞ୍ଚ ତତ୍ପରେ ପରମିମ ଅମାତ୍ରଂ ଶବ୍ଦରହିତଂ ସ୍ୱରବ୍ୟଞ୍ଜନ ବ୍ୟଞ୍ଜନ ବର୍ଦ୍ଧିତଂ ବିନ୍ଦୁନାଦ କଳାତୀତଂ ଯତ୍ସବେଦ ସବେଦ। ଅଲେଖ ସଦ୍ଗୁରୁ ପଦ ସେଇ ଭୀମଙ୍କର ସ୍ୱରୂପରେ ଏଇଟା ଲେଖା ଅଛି। ତେଣୁ ଅଲେଖଙ୍କୁ ସଦ୍ଗୁରୁ କୁହାଯାଏ। ସଦ୍ଗୁରୁ ସେଇ ଅଲେଖକୁ ଯେଉଁ ଗୁରୁମାନେ ସେଇ ରାସ୍ତାକୁ ଯାଇ ତାଙ୍କୁ ବି ସଦ୍ଗୁରୁ କୁହାଯାଏ। ଅସଦ୍ଗୁରୁ ବୋଇଲେ କ'ଣ ପାଇଁ କୁହାଯାଉଛି? ବ୍ରହ୍ମ ସତ୍ ଜଗତ ମିଥ୍ୟା ହେଲା। ଗୁରୁ ଅସତ୍ ଶବ୍ଦର ଅର୍ଥ ସେଠି କାହିଁକି ରହିଛି? ନାଇଁ, ଜଗତ ଭୌତିକ ବିଦ୍ୟା ଭିତରେ ଦେବା ଦେବୀ ତାନ୍ତ୍ରୀ ଯାନ୍ତ୍ରୀ ଗୁଣି ଗାରଡ଼ି ଚଣ୍ଡୀ ଚାମଡ଼ା ତୀର୍ଥ ବ୍ରତ ଉପାସନା ବାର ବ୍ରତ ନାନା 6 ଦିନ 9 ପର୍ବ ଏଟା ଯେତେ ଦିଅନ୍ତି, ଯେଉଁ ଗୁରୁମାନେ ସେଥିରେ ବ୍ରତୀ ଅଛନ୍ତି ତାଙ୍କୁ ହିଁ ଅସଦ୍ଗୁରୁ ବୋଲି କୁହାଯାଏ। ଗୁରୁ ଶବ୍ଦ ଅସତ୍ ନୁହେଁ, ସେଇ କାର୍ଯ୍ୟର ଲୋକମାନଙ୍କୁ ଅସତ୍ କରାଯାଏ। ବ୍ରହ୍ମ ସତ୍ ଜଗତ ମିଥ୍ୟା ସମସ୍ତେ ଜାଣନ୍ତି। କାହିଁକି କୁହନ୍ତି? ନା ଆମ ଶରୀର ଜଗତ ଗୋଟେ, ଏଇ ସଂସାର ଗୋଟେ ଜଗତ। କେତେ ପୃଥିବୀ ବାରବାର ପ୍ରଳୟ ହେଇଯାଇଛି, କେତେ ସୃଷ୍ଟି ବର୍ତ୍ତମାନ ବି ପ୍ରଳୟ ହେଉଛି। ତେଣୁ ଏମିତି କେତେ ଗଲାଣି, କେତେ ହେବ ତାର କି ନିୟନ୍ତ୍ରଣ ରଖି ନାହିଁ। ଅନନ୍ତ କୋଟି ବ୍ରହ୍ମାଣ୍ଡ ଅନନ୍ତ କୋଟି ସବୁ ଏଇପାଇଁ କହି ଦିଆଯାଏ। ତେଣୁ ଏହାର କିଛି ଗ୍ୟାରେଣ୍ଟି ନାହିଁ। ଶରୀର ଯେମିତି ଆଜି ଅଛି କାଲି ବୁଢ଼ା ହେବ, କାଲି ମରିବ କି ତାର ମରିବ, ସେଟା ଯେମିତି। ଆଉ ସୃଷ୍ଟି ବି ସେଇଆ। ସୃଷ୍ଟିର ବାଲ୍ୟ ବୃଦ୍ଧା ଯୌବନ ପ୍ରୌଢ଼ା କେତେବେଳେ ଦେଖି ହୁଏ ନା। ନ ଦେଖିଲେ କ'ଣ ହେବ? ଅନେକ ବାର ଆମର ଏଠି ବର୍ତ୍ତମାନ ଦେଖୁଛୁ ବାଂଲାଦେଶ ଆଉ ମିଆଁମାର ବାତ୍ୟା ହେଲା, ଘର ଦ୍ୱାର କେତେ ଲୋକ ନଷ୍ଟ ହେଲେ, ସେ ତ ଗଲା ଦେଖିଲୁ। ତାପରେ କରୋନାରେ ଗଲା, ଯୁଦ୍ଧରେ ଗଲା, ଏମିତି ଅନେକ ହେଉଛି। ଲୋକ ସଂଖ୍ୟା ମରୁଛନ୍ତି। ପୁଣି ଗୋଟେ ଗୋଟେ ଜାଗା ଭୂମିକମ୍ପରେ ବି ପାତାଳ ହେଇଯାଉଛି। ସମୁଦ୍ର ଆସିଲା, ଘର ଦ୍ୱାର ମାଟି, ସେଟା ପୃଥିବୀ ପ୍ରଳୟ ନୁହେଁ। ତେଣୁ ଯାହାର ପ୍ରଳୟ ନାହିଁ, ଅର୍ଥାତ୍ ବ୍ରହ୍ମ ଯୋନି ଜନ୍ମା ନୁହେଁ, ମାତା ନାହିଁ, ପିତା ନାହିଁ, ଶରୀର ନାହିଁ, ଅଶରୀର କିଛି ଖାଏ ନାହିଁ, ପାଦ ନାହିଁ, ପାଣି ନାହିଁ, ସବୁ ବ୍ରହ୍ମ ବର୍ଣ୍ଣନା କରିଦେଲେ। ତେଣୁ କରି ସେ ବ୍ରହ୍ମକୁ କେତେକ କହନ୍ତି ଯାହାର କିଛି ନାହିଁ ତାକୁ କାହିଁକି ବୁଝିବା? ଶୂନ୍ୟ ଶୂନ୍ୟ ମହାଶୂନ୍ୟ କିଛି ନାହିଁ, କାହିଁକି ଡାକିବା? ଯଦି ନ ଡାକିବା ତା ଦୁନିଆରେ କାହିଁକି ରହିବ? ସେ ତାର କି ଅଧିକାର? କିଏ ବୋପା ବନେଇଛି? ସେ ତ 33 କୋଟି ଦେବତା ସବୁକୁ ବନେଇଛି। ତାକୁ କିଏ ବନେଇଛି? ତା ଦୁନିଆରେ କାହିଁକି ରହିବ? ସିଏ ତା ଗୋଟେ ଦୁନିଆ ଖୋଜୁ। ବ୍ରହ୍ମ ନ କଲେ ଦୁନିଆ କୋଉଠି ଅଛି କି? ତେଣୁ ବ୍ରହ୍ମ ଯେ ଦୁନିଆ ନ ଖୋଜେ ସେଇ ଦୁନିଆକୁ ସେ ଚାଲିଯାଏ। ବୁଝିପାରିଲ? ତେଣୁ ନିଗୁଣ ବ୍ରହ୍ମର ଆତ୍ମାର ସଦ୍ଗତି ପାଇଁ ସେଇଥିପାଇଁ ହେ ପ୍ରଭୁ ତାକୁ ସଦ୍ଗତି ମୁଖ୍ୟ ଗତି ଦିଅ। ଗୋଟେ ସଦ୍ଗତି, ଗୋଟେ ମୁଖ୍ୟ ଗତି। ସଦ୍ ମାର୍ଗରେ ଯାଉ, ସେ ଅସତ୍ ମାର୍ଗର କଥା କୁହାଯାଇ ଦୁନିଆକୁ ଭଣ୍ଡେଇଛି। ତେଣୁ ସିଏ ସଦ୍ ମାର୍ଗରେ ଯାଉ ପ୍ରଭୁ, ସେଇଟା କୁହାଯାଏ। ଆଉ ମୁଖ୍ୟ ଗତି ଶବ୍ଦ ହେଉଛି ବ୍ରହ୍ମ ସ୍ୱୟଂ ମୁଖ୍ୟ କଥା। ତେଣୁ ସେଇ ଦେଇପାରିଲେ ମୁଖ୍ୟ ଦେଇପାରିଲେ, ଆଉ କେହି ବି ମୁଖ୍ୟ ଦେଇପାରିବେ। ଗୁରୁମାନେ ଆସନ୍ତି, ଗୁରୁମାନେ ଦେହ ଛାଡ଼ି ଚାଲିଯାଆନ୍ତି। ସେଇ ଗୁରୁ ପାଖକୁ ଯାଆନ୍ତି, ଯେଉଁ ଗୁରୁ ବ୍ରହ୍ମଗୁରୁ, ବ୍ରହ୍ମଦର୍ଶୀ ବ୍ରହ୍ମଜ୍ଞାନୀ। ଆଉ ତା ପାଖରେ କୌଣସି ଗୁଣି ଗାରଡ଼ି ତାନ୍ତ୍ରୀ ଯାତ୍ରୀ କିଛି ସେ ଶିଖିବ ନାହିଁ। ଗୋଟିଏ କଥାରେ ତାର ସବୁ ସମାଧାନ। ବୁଝିଲେ? ସେଥିପାଇଁ ଭୀମଙ୍କର ଭଜନ ତମେ ଯେତେ ବି ଗାଇବ, ତାଙ୍କର ସାରାଂଶ, ତାଙ୍କର ମାଧ୍ୟମ ସବୁ ହେଉଛି ନିର୍ଗୁଣ ବ୍ରହ୍ମ ଉପରେ ଆଧାରିତ। ହେଲା? ଭାଇ 64 ବନ୍ଧ, ଭଗବାନ 64 ବନ୍ଧରେ ଗୋଟେ ପୁଞ୍ଜ ନିର୍ମାଣ କରିଛନ୍ତି। ହେଲା? 64 କଳା, 64 ବନ୍ଧ ତାକୁ 16 କଳା, 16 64 ନାଇଁ, 32 12 24 16 4 ଏମିତି ମାଧ୍ୟମ କଳା ସବୁ ଭାଗ ଭାଗ ନେଇ 64 କଳାରେ ପରିପୂର୍ଣ୍ଣ ହେଉଛନ୍ତି ବ୍ରହ୍ମ। ତେଣୁ 64 କଳାକୁ ଯଦି ଆମେ ଯିବା 4 16 12 କାହିଁକି ଧରିବା? ବୁଝିପାରିଲେ? ତେଣୁ କରି ନିର୍ଗୁଣ ବାଦ ଉପରେ ଯେଉଁ ଧର୍ମ ଆଧାରିତ, ଯାହା ସଂଗଠିତ, ସେଇ ଧର୍ମରେ ଆମେ ଆଶ୍ରିତ ହେଇଛୁ। ଏକ ଗୁରୁ ଏକ ବ୍ରହ୍ମ। ଗୁରୁ ପୁରା ବ୍ରହ୍ମକୁ ପ୍ରଥମେ କୁହାଗଲା। ତେଣୁ ଗୁରୁ ଶବ୍ଦ କୋଉଠୁ ଆସିଛି? ନା ବ୍ରହ୍ମରୁ। ସାଧାରଣତଃ ଗୁରୁ ଶବ୍ଦ, ଗୁରୁ ଶବ୍ଦ ଗୁଣାତୀତ, ଗୁରୁ ଶବ୍ଦ ରୂପ ବର୍ଜିତ, ରୂପ ଗୁଣ ଦିଓର ନାସ୍ତି ନିର୍ଗୁଣାୟ ନମସ୍ତେ। ସେ ନିର୍ଗୁଣକୁ ଗୁରୁମାନେ ଭଜନ୍ତି କି ନାହିଁ? କାହାକୁ ଭଜନ୍ତି? ସେଠି ବେଦର ଲେସ୍ ନାହିଁ। ଏଇ ଆମେ ଯେତେ ଗାଇଲୁ, ବେଦର କଥା କେବଳ ଜାଣିବା ପାଇଁ ଏସବୁ ଆମେ ଗାଉଛୁ। କିନ୍ତୁ ଯଦି ୟାକୁ ନ ବୁଝୁ ଖାଲି ଗାଉ, ତେବେ ତ ନିର୍ଗୁଣ ବ୍ରହ୍ମର ଘର ନାହିଁ କି ଦ୍ୱାର ନାହିଁ, କେତେ ଦୂର, ଲକ୍ଷେ ଯୋଜନ, କିଏ କହିଲା କୋଟିଏ ଯୋଜନ, କିଏ କହିଲା କେତେ ଯୋଜନ, ଯାହା ଆନୁମାନିକ ସେଟା 1 ଲକ୍ଷର ତାର ଯୋଜନ, ଗଜ ଲକ୍ଷେ ଯୋଜନ ଡାକ ଦେଲା, ଚପଲ ଛେଦି ଦେଲେ, ଅଗାଧ ଜଳରେ ଡାକ ଦେଲା,
ସେଠି ଜଳର ସମୁଦ୍ରର ପାରାବାର ତାର ପ୍ରତି ଅଳପଳ ହାତେ ମାପେ ଚାଖରେ ନାହିଁ ହେଲା କିଏ ସେ ଏଇ ଅଗାଧ ଜଳ ଏଇ ଭବ ସମୁଦ୍ରରେ ପଡ଼ିଛି ଆତ୍ମା ଭିତରେ ରହିଛି ଭବ ସଂସାର ରହିଛି ଏଇ ଗଜଟି ଗଲାବେଳକୁ ଯଦି ଡାକି ପାରିଲା ଲକ୍ଷେ ଯୋଜନ ଭଗବାନ ଥିଲେ ବି ତାକୁ କାଳଗ୍ରାହକ ନାଶ କରିବେ କାଳକୁ ତାକୁ ରକ୍ଷା କରିବେ ହେଲା ଖାଲି ଗୋଟେ ଗଜକୁ ଯଦି ଡାକିଲା ତା ଭୋଜନ ଆମେ କାହିଁକି ଦେବା ତା ପାଇଁ ଲେଖା ତାର ସେ ଗାଇଥାନ୍ତା ଆମେ କାହିଁକି ଗାଇବୁ କଥା ନାହିଁ ନା ଏଇଟା ଆମ ସମସ୍ତଙ୍କ ପାଇଁ ଲେଖା ହେଇଛି ଯେ ସେଇ ଗଜ ଭଳିଆ ଧ୍ୟାନ କରିପାରିବ ସେଇ ଗଜ ଭଳିଆ ଆତ୍ମତ୍ରାଣ ଡାକ ଦେବ ଆତ୍ମତ୍ରାଣ ପ୍ରଭୁ ଆର ତର ଦୁଃଖ ଶୁଣିବେ ନହେଲେ ଗୀତ ଗାଇବା ପାଇଁ ନୁହେଁ ମୁଁ ୟାକୁ ଗୀତ କୁହେ ଭଜନକୁ ଗୀତ କାହିଁକି କହିବାର ଅର୍ଥ ଅଛି ଆମେ ଗୀତ ସ୍ୱରରେ ଗାଇ ନେଉଛୁ ଗୀତ ବୋଲି ବୁଝି ନେଉଛୁ କିନ୍ତୁ ନାହିଁ ଦେଖ ସବୁଠି ମୋର ଭଗବାନ ଅଛି କହିଛି ଜୀବ ଭିତରେ ଭଗବାନ ବହୁତ ଅଛି ସେମାନେ ନିର୍ମାୟା ନିଷ୍କପଟ ନିଚ୍ଛନ୍ଦ ହେଲା ମନୁଷ୍ୟ ଦ୍ୱାରା ଅନେକ ଅହଙ୍କାର ଅନେକ ଛନ୍ଦ ଅନେକ କପଟ ରହିଛି ତେଣୁକରି ଭଗବାନ ମନୁଷ୍ୟ ବାଛିକି ହଠାତ୍ କହିପାରିବନି ଗଡ଼ବଡ଼ି ଯିବ ସେ କହିଦେବ ସେ କିଏ ତାକୁ ପାଠ ପଢ଼ଉଛି ଅନାବଚନରେ ସେ ତା ଜୀଭ କାଟିବାରୁ ଖଣ୍ଡ ଖଣ୍ଡ ଆମେ ଜୀଭ ଖଣ୍ଡିଆ ହେଇଗଲେ ଖଣ୍ଡ ଖଣ୍ଡ କଥା କହୁ ତାର ଜୀଭ କଟା ହେଇ ସେ ଜୀଭର ସତ ଅଛି ତେଣୁ ସେଇ ସତ କଥାରେ ସେ ଆଗେ କରୁଛି ବରାମିଆର କନ୍ୟା ତ ସେଥିପାଇଁ ଆମେ ସେଇ ସତ୍ସତିଆର ଶିକ୍ଷାଟା ଆମେ କରିବା ତାକୁ ଝିଟିପିଟି କୁହାଯାଏ ଆମର ବାଲେଶ୍ୱର ଭାଷାର ସତ୍ସତିଆ କହୁ ସତ କଥା କହୁ ବୋଲି ସତ୍ସତିଆ କହୁ ହେଲେ ଆମେ କ'ଣ କରୁଛୁ ଆମେ ଏଇ ମଣିଷର କ'ଣ ଅଛି ଯେ ଆଗ ଆଡ଼େ ଗୋଟେ ମୁହଁ ତ ପଛ ଆଡ଼େ ଗୋଟେ ମୁହଁ ଆଗ ଆଡ଼େ ଯୋଡ଼ିଏ ଆଖିଆ ପଛ ଆଡ଼େ ଯୋଡ଼ିଏ ଆଖି ଏମିତି 10 ଆଖିଆ କହିଲେ ହେବ 20 ଆଖିଆ ରାବଣ ଭଳିଆ 10 ମୁଣ୍ଡିଆର 20ଟା ଆଖି ନାହିଁ ତେଣୁ ରାବଣ ଶବ୍ଦ କ'ଣ ନା ରାଗର ବଣ ଯାହା ପାଖେ ତାକୁ ରାବଣ କୁହାଯାଏ ଜ୍ଞାନ ଥାଇକି ବି ରାଗର ଗୁଣ ରୁହେ ତେଣୁ ରାବଣ ହେଇଯାଏ ରାବଣ ତ ହେଉଛି ବିଶୁଦ୍ଧ ବ୍ରାହ୍ମଣ ପୁଅ ବିଶୁଦ୍ଧ ଗ୍ରନ୍ଥ ଆୟୁର୍ବେଦ ଲେଖିଛି ତେଣୁ ଆମେ ଭଜନ ଗାଇବା ସଙ୍ଗେ ସଙ୍ଗେ ଆମେ ସେଇଭଳିଆ ନିରଙ୍କାରୀ ନିଷ୍କପଟତା ଏ ଗୁରୁ ବ୍ରହ୍ମର ଶିଷ୍ୟ ଏକ ଗୁରୁ ରାସ୍ତା ଯିବା ଗୁରୁ ଏକ ଶବ୍ଦ ଗୁରୁର ଦ୍ୱିଧା ମତ କିଛି ନାହିଁ କେବଳ ତାନ୍ତ୍ରିକ ଯାନ୍ତ୍ରିକ ୟାକୁ କାହିଁକି ଦ୍ୱିଧା କରାହେଲା ସେ ସମସ୍ତେ ଭଗବାନ ପାଖକୁ ଆସିଛୁ ସେ ଭଗବାନଙ୍କୁ ନ ବୁଝି ଯେଉଁ ବିଷାଦ ଯୁଗ ଭଳିଆ ଅର୍ଜୁନ ବିଷାଦ ଯୁଗ ଭଳିଆ ମାନେ ବିଷାଦ ଯୁଗ ସାଧନା କରୁଛନ୍ତି ମୁଖ୍ୟ ଯୋଗ ସାଧନା କରୁନାହାନ୍ତି ତେଣୁ ଏମାନେ ସେଇ ବାଟରେ ଯିବେ ସେଇ ମାର୍ଗରେ ତାଙ୍କୁ ଗତି ହେବ ବ୍ରହ୍ମସ୍ତରକୁ ସେମାନେ ଯାଇପାରିବେ 7 ଜନ୍ମରେ ବି ଯାଇପାରିବେ ମନୁଷ୍ୟ ଦେହ ଦୀପ ଜ୍ଞାନ ଦେଖି ସନ୍ତୋଷ ଭଗବାନ ହେଲେ ପଶୁ ଦେହ ଦୀପ ଜ୍ଞାନ ଦେବତା ଦେହ ଦୀପ ଜ୍ଞାନ କେଇଟି ଲେଖା ହେଇଛି ଏଟା ବି ଜାଣୁନି ଭାଗବତ ଗାଉଛି ସେଇ ବି କ'ଣ ଭାଗବତ ପଢ଼ୁଛି ଦିବ୍ୟଗୁଣର ଅଧିକାରୀ ଯେ ଦିବ୍ୟଗୁଣ ସମ୍ପନ୍ନ ଆଜି ଆମେ ବୈଜ୍ଞାନିକ କହୁଛୁ ଦିବ୍ୟଦ୍ରଷ୍ଟା ତାଙ୍କର ଅଛି ସେମାନେ ଦୂରଦ୍ରଷ୍ଟାରେ ଅନେକ ଆବିଷ୍କାର କରିପାରୁଛନ୍ତି ସାଧୁମାନେ କ'ଣ ଆବିଷ୍କାର କରିନାହାନ୍ତି ତେଣୁକରି ଦିବ୍ୟଦ୍ରଷ୍ଟା ଦିବ୍ୟଗୁଣ ସମ୍ପନ୍ନ ଲୋକମାନଙ୍କୁ ହିଁ ଦିବ୍ୟଗୁଣର ଅଧିକାରୀ କୁହାଯାଏ ଭଗବାନ ଦିବ୍ୟ ପୁରୁଷ ସେ ତାର ଭକ୍ତି ବଳ ତାର ଦୂରଦ୍ରଷ୍ଟା ବଳ ତାର ଜ୍ଞାନ ଦୃଷ୍ଟି ବଳରେ ହିଁ ଭଗବାନଙ୍କୁ ସେ ଅହନିର୍ଷି ଦର୍ଶନ କରେ ତେଣୁ କେଉଁ ମୁହୂର୍ତ୍ତରେ ହଠାତ୍ ଆସିଯିବ ତାକୁ ସେ କ'ଣ ଜାଣିପାରିବେ ଭଗବାନ ଜଣେଇ ଦେବେ ସତର୍କବାଣୀ ସେ ସାବଧାନ ହେଇଗଲା ପରେ ସେ ବ୍ରହ୍ମସ୍ତରକୁ ବାଧ୍ୟତାମୂଳକ ଯିବ ଆମେ ସେ ବ୍ରହ୍ମସ୍ତରର ବାଟ ପାଇଁ ଦୀକ୍ଷା ନେଇ ସେଇ ବ୍ରହ୍ମକୁ ପାଇବା ପାଇଁ ଦୀକ୍ଷା ଧର୍ମ ନେଇଛୁ ନା ଅନେକ ମାର୍ଗରେ ଅନେକ ଭକ୍ତ ଯାଉଛନ୍ତି ଅନେକ ପାଦରେ ଛିଡ଼ା ହେଉଛନ୍ତି 2 ପାଦକୁ 10 ପାଦ କରିପାରୁଛନ୍ତି ସେଇଟା ଭୁଲ ହେଉଛି ବେଦ ତାହା କହି ବେଦ ଶବ୍ଦ ହିଁ ଶରୀର ଆଉ ସଂସାର ନିର୍ଗୁଣ ଶବ୍ଦ ହେଉଛି ନିର୍ବେଦ ବେଦ ନୁହେଁ ତେଣୁ ଆମେ ନିର୍ବେଦ ଦୀକ୍ଷା ଧାରଣା କରୁ ନିର୍ବେଦ ଦୀକ୍ଷା ଧାରଣା 3 ପୁରେ ଜୟ ଜୟ 3 ପୁରକୁ ଗଲେ ଜୟ 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 ସ୍ୱର୍ଗ ମତ ପାତାଳ ଯାଇ ହେଲେ 2 ପଟିଆ 4 ପାଦିଆ ହେଇଗଲା ବୋଲେ ପୁଷ୍କର ଯେନ୍ତା ଲାଗେ 3 ପାଦିଆ 4 କହିସନ୍ ନା ସେ ପୁଷ୍କର ହବା ପୁଷ୍କର ମାନେ ଭୂତ ପ୍ରେତ ବୁଝିଲୁ ବୁଝିପାରୁଛୁ ତ ତାକୁ ପୁଷ୍କର କୁହାଯାଏ ନା କିଶୋରୀ ପୁଷ୍କୁରା କହିସ ଆମର ବାଲେଶ୍ୱର ଭାଷାରେ ପୁଷ୍କରା କହିବେ ଏଟା ପୁଷ୍କର ବୋଲି କୁହାଯାଏ ସଂସ୍କୃତ ସେ ପୁଷ୍କର ହେଇଯିବ ଡରେଇବ ତ ଭୂତ ପ୍ରେତ ତେଣୁ ଆମର ବିଦ୍ୟାଟା ଏଠି ପୁରୁଷତ୍ୱ ଗୁଣର ଅଧିକାରୀ ନୁହେଁ ଖରାପ ମନକୁ ଶିକ୍ଷା ଦେଇ ମାରଣ ସାରଣ ଜାରଣ
ଶିଳ୍ପ କିମାକାର ଏସବୁ ବିଦ୍ୟା ନାହିଁ କି ଦଶମାବଳୀରେ ସେଇ ବିଦ୍ୟା ସେମାନେ ସାଧନା କରନ୍ତି। ତେଣୁ ସେମାନେ ବଡ଼ ଲୋକ ହେଇଯାଆନ୍ତି, ଲୋକଙ୍କୁ ଆଚମ୍ବିତ ଦେଖେଇ ଦିଅନ୍ତି। ଇଏ ଯାଦୁ ବିଦ୍ୟା ଆସେ, ସାଙ୍ଗେ ସାଙ୍ଗେ ସୂତା ପାଠରୁ କାଟିଦେବ, ରେଜର କାଟିଦେବ, ବଇଁଶୀ ଭାଡ଼ି କରିଦେବ। ମୁଁ ମୋବାଇଲ ଦେଖୁଥିଲି ସେଦିନ, କେଡ଼େ ସୁନ୍ଦର ବୁଆ ବଇଁଶୀ ଦୁଇଟା ବାହାର କରିଦେଲା। ଭୁଜ ବିଦ୍ୟା କି ନାହିଁ, ଯାଦୁ ବିଦ୍ୟା। ତେବେ ଆଜି ବି ଆମର ଏଇ ମଣିଷ ସମାଜ, ଜ୍ଞାନ ସମାଜ, ସାଧୁ ସମାଜରେ ବି ଭୁଜ ବିଦ୍ୟା, ଯାଦୁ ବିଦ୍ୟା ଚାଲିଛି କି ନାହିଁ ରେ? ତେଣୁ ମୁଁ ଗପ ନୁହେଁ କେ, ମୁଁ ଯାହା କୁହେ ଗୀତ କୁହେନି, ଭଜନ କହିବି। ଆଉ ଭଜନ ଶବ୍ଦ ହଉଛୁ ଭରେ ଭକ୍ତି, ଜରେ ଯମ ନିୟମ ଆସନ ପ୍ରତ୍ୟାହାର ପ୍ରାଣାୟାମ ଅଷ୍ଟାଙ୍ଗ ଯୋଗ, ନରେ ନିୟମ ହେଲା। ଆଉ ସେଇଟା ହଉଛି ନିରଞ୍ଜନ ବାଟ, 9ଟା ଶବ୍ଦ। ତେଣୁ ଭଜନ 3ଟା ଆଖିରେ। ଗୀତ ବୋଲେ যেটা ଲୋକଙ୍କୁ ରୁଚି, ସ୍ୱର ସଂଚାର ଅଭିନୟ ଭିତରେ ନାଟକ ଗୀତ ଯାଏ। କିନ୍ତୁ ସ୍ୱର ବିନା ସ୍ୱରରେ କୋଉଠି ସ୍ୱର ଦେଇଛନ୍ତି, କୋଉ ସ୍ୱରରେ ବାନ୍ଧିଛନ୍ତି ଲେଖିଛନ୍ତି କି? ଆଏ ରସର ଖେଳି ଡାଲ ଖାଇ 2ଟା ଲେଖିଦେଲେ ବୋଲି ସବୁ କ'ଣ ଲେଖିଛନ୍ତି କି? ଲେଖିନାହାନ୍ତି। 309ଟା ଭଜନ ଆଉ ମୂର୍ଚ୍ଛକ 34, ଆଉ ଯେତେ ଭୀମ ବହି ଭଜନ, ତାର ଆର୍ କେତେ ବି ରହିଯାଇଛି, ତାର କୌଣସି ଗୋଟେ ସ୍ୱର ଦେଇନାହାନ୍ତି। ତମେ ନିଜେ ସ୍ୱର କରିବ, ନିଜେ ଗାଇବ। ଯାହାକୁ ଆପଣଙ୍କୁ ଭୋଜନ ପରୁଛି ଭୋଜନ, ଯାହାକୁ ଯେଟା ରୁଚିଲା ରୁଚିକର ଭାବରେ। କିନ୍ତୁ ଜ୍ଞାନ ଅର୍ଥ ତ ଅଲଗା ଅଲଗା ଜୀବନ, ଗୋଟେ ଅର୍ଥରେ ଯିବ। ଏକ ବାହାରେ ବୁଝ, ନହେଲେ ଅଭ୍ୟନ୍ତରଣ, ନହେଲେ ଆତ୍ମା। 3 ଭାଗରେ ବୁଝିବୁ ବୋଲେ ଜ୍ଞାନ ଶବ୍ଦ କେବଳ ଜାଣିବା ଗୋଟିଏ ଶବ୍ଦ। ଜ୍ଞାନ ଶବ୍ଦ ଅନ୍ୟ କିଛି ଅର୍ଥ ନୁହେଁ। ଶ୍ରୀ ଗୁରୁ ମହିମା।